ମାନ୍ୟବର ହୋମଗାର୍ଡ ଡିଜି ସୁଧାଂଶୁ ଶେଖର ଷଡ଼ଙ୍ଗୀ ସାର୍ଙ୍କୁ ମୋର ନମସ୍କାର। ମୁଁ ରଞ୍ଜନ କୁମାର ମଲ୍ଲିକ, ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘର ରାଜ୍ୟ ସଭାପତି, ଯାହାକୁ ଆପଣ 2025 ମସିହା ଅଗଷ୍ଟ 24 ତାରିଖ ଦିନ ମୁଖ୍ୟମନ୍ତ୍ରୀ ସାର୍ଙ୍କ ସହିତ ଦେଖା କରିବେ ବୋଲି କହିକି ନେଇକି ଜେଲ୍ ପଠେଇଲେ ବାନ୍ଧିକି ରାତି। ତା ପରଦିନ ପ୍ରଚାର ହେଲା ହେଉଛି ରଞ୍ଜନ ମଲ୍ଲିକ ମହାସଂଘ ଟଙ୍କା ଘୋଟାଲା କରିଛି। ମୁଁ ଘୋଟାଲା କରିଛି କି ନ କରିଛି ଆପଣ ଭଲ ଭାବରେ ଜାଣନ୍ତି। ଆପଣ ଡିଜି ଏବେ ଶୁଣିକି ମୁଁ ବହୁତ ଖୁସି। ଆମର ହୋମଗାର୍ଡ ପିଲାମାନେ ବି ଖୁସି ଅଛନ୍ତି, ହେଇନାହାନ୍ତି, ହେବେ। କେତେବେଳେ ହେବେ ନା ଆପଣ ଯେଉଁ ଭୁଲ ଗୁଡ଼ା ସବୁ କରିଛନ୍ତି ତାକୁ ଆପଣ ମୁଖ୍ୟମନ୍ତ୍ରୀ ସାର୍ଙ୍କ ପାଖରେ ମାନିଯାଆନ୍ତୁ। ହୋମଗାର୍ଡଙ୍କୁ ବସେଇକି ସବୁ କଥା ସମାଧାନ କରିଦିଅନ୍ତୁ। ମୁଁ ଆପଣଙ୍କୁ ହାତ ଯୋଡ଼ିକି ଅନୁରୋଧ କରୁଛି ବିନମ୍ରତା ସହିତ। ଆଉ ଆପଣ ଖୁସି ହେଇଯିବେ, ମୁଁ ଖୁସି ହେବି। ଆପଣଙ୍କ ପାଇଁ ଆପଣଙ୍କର ବ୍ୟକ୍ତିଗତ ଖୁସି, ଆପଣ ଡିଜି ହେବେ। ଆଉ ହେଉଛି ଆପଣଙ୍କ ପରିବାରରେ ବି ବହୁତ ଖୁସି। କିନ୍ତୁ ମୋ ଖୁସି କି ଆପଣ ଜାଣିଛନ୍ତି? ଆପଣ ସିନା ହୋମଗାର୍ଡ ଡିଜି ହେଇକି 20,000 ହୋମଗାର୍ଡ କଥା ଚିନ୍ତା କଲେନି, ସେମାନଙ୍କ ଭାଗ୍ୟ ଭବିଷ୍ୟତକୁ ନଷ୍ଟ କରିଦେଲେ। ମୁଁ କିନ୍ତୁ ଜଣେ ରାଜ୍ୟ ସଭାପତି ହିସାବରେ ମୁଁ ମୋ ପିଲାଙ୍କ ନଷ୍ଟ, ତାଙ୍କ ଭାଗ୍ୟ ଭବିଷ୍ୟତ ନଷ୍ଟ କେବେ ଦେଖିପାରିବେନି। ଆପଣ 20,000 ପିଲାଙ୍କ ଭାଗ୍ୟ ଭବିଷ୍ୟତ ନଷ୍ଟ କରିଛନ୍ତି। ମୋ ଭାଗ୍ୟ ଭବିଷ୍ୟତକୁ ନଷ୍ଟ କରିଛନ୍ତି, ମୋତେ କଳଙ୍କିତ କରିଛନ୍ତି ବିନା ଦୋଷରେ। ଉମା ବିଚିତ୍ରକୁ ଲଗେଇକି ଯେଉଁ ଫର୍ଜରୀ କେସ୍ କରେଇକି ମୋତେ ଆରେଷ୍ଟ କରେଇଛନ୍ତି। ଆପଣ ଭଲ ଭାବରେ ଜାଣିଛନ୍ତି ରଞ୍ଜନ ଚୋର କି ଡକାୟତ। ଆଉ ଆପଣ ଭଲ ଭାବରେ ଜାଣିଛନ୍ତି ଆପଣ ମୋତେ ଆପଣଙ୍କ ଅଫିସରେ ଡାକିକି ସୁପ୍ରିମକୋର୍ଟ କେସ୍ ଉଠାଇବା ପାଇଁ ଧମକେଇଥିଲେ। ଆପଣ ଭଲ ଭାବରେ ଜାଣିଛନ୍ତି ମୁଖ୍ୟମନ୍ତ୍ରୀ ସାର୍ଙ୍କୁ ଆପଣ ମିଛ କଥା ଲେଖିକି ଦେଇଛନ୍ତି ହାଇକୋର୍ଟ ଅର୍ଡର ନାଁରେ। ଆପଣଙ୍କ ଯାହା କରନ୍ତୁ ଆମର ମତଲବ ନାହିଁ। ଆପଣଙ୍କ ଖୁସି ହେଉଛି ଆପଣଙ୍କ ପରିବାର ଖୁସି, ଆପଣଙ୍କ ନିଜ ବ୍ୟକ୍ତିଗତ ଖୁସି। ମୋ ପରିବାର ମୋ ଖୁସି କିଏ ଜାଣିଛନ୍ତି? ମୋର ଯେଉଁ ଦୁଇଟା ପିଲା ଛୁଆ, ମୋର ଗୋଟେ ଝିଅଟେ 10ମରେ ପଢ଼ୁଛି, ବର୍ତ୍ତମାନ ପାଇଁ ମୁଁ ତାକୁ ଟ୍ୟୁସନ୍ ଦେଇପାରୁନି, ଆଦର୍ଶରେ ପଢ଼ୁଛି। ମୋର ଗୋଟେ ପୁଅ 7ମରେ ପଢ଼ୁଛି, ମୁଁ ତାକୁ ଟ୍ୟୁସନ୍ ଦେଇପାରୁନି। ମୋ ଘରେ ଖାଇବା କଥା ଆପଣ ଯାହା ବୁଝିପାରୁଥିବେ, 10 ମାସ ହେଲା ମୋତେ ବସେଇ ଦେଇଛନ୍ତି, ଜାଣିଛନ୍ତି। କିନ୍ତୁ ଆପଣଙ୍କୁ ମୁଁ ମାତ୍ର ଆଜି ଗୋଟାଏ ଦିନ, କାଲି ସନ୍ଧ୍ୟା ଆପଣଙ୍କୁ ଏଇ ପାତ୍ରରେ ମୋର 20,000 ହୋମଗାର୍ଡ ଭାଇ ଭଉଣୀଙ୍କର ଭବିଷ୍ୟତକୁ ମୁଁ ଭିକ ମାଗୁଛି। ଏଇଥିରେ ଆପଣ 2 ଦିନ ଭିତରେ ମୋ 20,000 ପରିବାରଙ୍କ ହସ ଖୁସି ଫେରାଇ ଦିଅନ୍ତୁ। ଯେଉଁ ହସ ଖୁସି କି ଆପଣଙ୍କ କାଗଜ କଲମ ମାଧ୍ୟମରେ, ଆପଣଙ୍କ କଲମ ମାଧ୍ୟମରେ ଆପଣ ନିଜେ ନଷ୍ଟ କରୁଛନ୍ତି। ଆପଣ କେମିତି ନଷ୍ଟ କରୁଛନ୍ତି ଆପଣ ସେଇଟା ଭଲ ଭାବରେ ବୁଝିପାରୁଥିବେ। ମୁଁ ସେଗୁଡ଼ା କହିବା ପାଇଁ ଚାହୁଁନି। ଆଉ ମୋର ଯେଉଁ ଡିସଚାର୍ଜ ଡେଥ୍ ଜଏନିଂ ହୋଲ୍ଡର ହୋମଗାର୍ଡ ଭାଇମାନଙ୍କୁ ଆପଣ ଚକା ଭଉଁରୀ ଖେଳଉଛନ୍ତି, ଆଉ କିଛି ଦେଇଛନ୍ତି, ଆଉ କିଛି ଦେଇନାହାନ୍ତି, ଚକା ଭଉଁରୀ ଖେଳଉଛନ୍ତି, ତାଙ୍କ ଭବିଷ୍ୟତ ଟିକେ ଫେରାଇ ଦିଅନ୍ତୁ ପ୍ଲିଜ୍। ମୁଁ ଆପଣଙ୍କ ହାତ ଯୋଡ଼ିକି ଅନୁରୋଧ କରୁଛି, ଭିକ ମାଗୁଛି ଆପଣଙ୍କୁ। ମୋ ପିଲା ଛୁଆଙ୍କ ଖୁସି, ମୋ ପରିବାରର ଖୁସି, ମୋର 20,000 ହୋମଗାର୍ଡ ପରିବାରର ଖୁସି। 2 ଦିନ ଭିତରେ ଆମେ ଚାହୁଁଛୁ ଶାନ୍ତିରେ ସରିଯାଉ। ଆପଣ ଆମକୁ ଡାକିବେ, ହୋମଗାର୍ଡ ମହାସଂଘକୁ ଡାକିବେ। ଆପଣ ମୁଖ୍ୟମନ୍ତ୍ରୀ ସାର୍ଙ୍କ ପାଖରେ ଆମକୁ ଡାକିକି ବସେଇବେ। ଆପଣ ଯାହା ଭୁଲ କରିଛନ୍ତି ଆପଣ ତାଙ୍କୁ ମାନିଯିବେ ତାଙ୍କ ସାମ୍ନାରେ। ହୋମଗାର୍ଡ କ'ଣ ପାଇବା ପାଇଁ ଯୋଗ୍ୟ କି ଅଯୋଗ୍ୟ ଆପଣ ସେଇଟା ଭଲ ଭାବରେ ଜାଣିଛନ୍ତି। ତାଙ୍କ ଖୁସି ଫେରାଇ ଦିଅନ୍ତୁ। ମୁଁ ଆପଣଙ୍କୁ ଭିକ ମାଗୁଛି ପୁଣି ଥରେ। ଆପଣ ଭଲ ଭାବରେ ଜାଣିଛନ୍ତି ମୁଁ ଭାରି ଜିଦିଆ। ମୁଁ ଯେତେବେଳେ ମୋତେ 20,000 ପିଲା ଯେତେବେଳେ ମାନେ ମହାସଂଘ ସଭାପତି କରିକି ବସେଇଛନ୍ତି, ମୁଁ ତାଙ୍କ ପାଇଁ ଯଦି ଲୋୟର ପିଏମଜିର ଅଗଷ୍ଟ 25 ତାରିଖରେ ପେଟ୍ରୋଲ ଢାଳିକି ନିଆଁ ଲଗାଇ ଦେଇ ପାରିଥାନ୍ତି, ମୋର ସେ ସାହସ ଥିଲା। ଯଦି ମହାମହିମ ରାଷ୍ଟ୍ରପତିଙ୍କୁ ଆତ୍ମ ଆହୁତି ଇଚ୍ଛା ମୃତ୍ୟୁ ମାଗି ଦେଇ ପାରୁଛି, ତାହେଲେ ଆପଣ ଭଲ ଭାବରେ ଜାଣିଛନ୍ତି ରଞ୍ଜନ ମଲ୍ଲିକ ମରିଯିବ ବରଂ ଆପଣଙ୍କୁ ପ୍ରମୋଶନ କରେଇଦେବନି, ଚାନ୍ସ ନାହିଁ। ଆପଣ ଜଣେ ମୁଁ ଯେଉଁ ହୋମଗାର୍ଡ ମହାସଂଘ ସଭାପତି କି ଆପଣ ତା ପିଲା ଛୁଆ ଭାଗ୍ୟ ଭବିଷ୍ୟତ ନଷ୍ଟ କରିଛନ୍ତି, 20,000 ହୋମଗାର୍ଡଙ୍କର ଭାଗ୍ୟ ଭବିଷ୍ୟତ ନଷ୍ଟ କରିଛନ୍ତି, ତାକୁ ଆପଣ ଶାନ୍ତିରେ ଫେରାଇ ଦିଅନ୍ତୁ। ଆପଣ ଆପଣ ଜାଣିଛନ୍ତି ରଞ୍ଜନ ମାନେ ହୋମଗାର୍ଡଙ୍କ ପାଇଁ କ'ଣ କରିଛି, କ'ଣ କରୁଛି। ଆଉ ଆପଣ ଭଲ ଭାବରେ ଜାଣିଛନ୍ତି ରଞ୍ଜନ ମଲ୍ଲିକ ଚୋର ନୁହେଁ, କି ମହାସଂଘ ଟଙ୍କା ଖାଇନି, କି ମହାସଂଘରେ କୌଣସି ଟଙ୍କା ଘୋଟାଲା ହେଇନି, କି ମହାସଂଘ ତରଫରୁ ବି ମଧୁପାଟଣା ଥାନାରେ କୌଣସି କେସ୍ ହେଇନି। ଆପଣ ଯାହାକୁ ନେଇକି କରେଇଛନ୍ତି ଆପଣ ଭଲ ଭାବରେ ଜାଣିଥିବେ। ଆପଣ କାହାକୁ ଲଗେଇକି ବନ୍ଧେଇଲେ ଆପଣ ବି ସେଇଟା ଭଲ ଭାବରେ ଜାଣିଥିବେ। ଆଉ କାହା ମାଧ୍ୟମ ଯେଉଁମାନେ ଆସିଥିଲେ ମୋତେ ବାନ୍ଧିକି ନେବା ପାଇଁ, ସେମାନଙ୍କୁ ଟଙ୍କା କିଏ ଦେଲା, କେଉଁଠି ଦେଲା, କେମିତି ବଣ୍ଟା ହେଲା, ସବୁ ମୋ ଆଖି ଆଗରେ ହେଇଛି। ଆପଣ ଭାବୁଛନ୍ତି କ'ଣ ମୋ ମୋବାଇଲଟା ନେଇଗଲା ପରେ ପ୍ରମାଣ ନେଇଗଲେ ବୋଲି ଭାବୁଛନ୍ତି? ନା,
आपण को जो होमगार्ड हरिजन होमगार्ड रंजन मल्लिक आपण हारासमेंट करिसेंती आपण जदि मो पिला छुआ खुशी फेरई नदेबे मोर 20,000 होमगार्ड भाई भौणी को मु सभापति हिसाब से भिक मागुची यदि आपण मते फेरई नदेबे मो चाकरी जदि आपण मते फेरई नदेबे तेल आपण भल भाव जानी रंजन पाखे कौन कौन कागज आपण विरुद्ध अच्छी सेटा मु सोशल मीडिया पकड़ा चाहूनी आउ कि बाजा बजेगा चाहूनी मुझे 2 दिन समय देली आज गोटे दिन काली गोटे दिन संध्या ଆପଣ ଚାହିଁଲେ ମୋତେ ଆରେଷ୍ଟ କରିକି ନେଇପାରିବେ ଥରେ ତ ନେଇକି ଫରୱାର୍ଡ଼ କରୁଛି ଆଉ ଥରେ ନେବେ କିନ୍ତୁ ନେଲେ କ'ଣ ହେବ ଲାଭ କିଛି ପାଇବେନି ମୁଁ ଆପଣଙ୍କୁ ଏ ଭିଡ଼ିଓ ମାଧ୍ୟମରେ ବି ଆଜି କହିଦେଉଛି ଆପଣ ଯଦି ମୋତେ ଜେଲ୍ ବି ନିଅନ୍ତି ସେ ଜେଲ୍ ଭିତରେ ମୁଁ ସୁସାଇଡ଼ କରିଦେବି ଆପଣ ଖୁସି ହୁଅନ୍ତୁ ଆପଣଙ୍କ ପରିବାର ଖୁସି ହୁଅନ୍ତୁ ମୁଁ ଖୁସି ହେବି ମୋ ପରିବାର ଖୁସି ହେବେ ଆଉ 20,000 ହୋମଗାର୍ଡ଼ ପରିବାର ଖୁସି ହେବେ 63 ବର୍ଷ ହେଲା ହୋମଗାର୍ଡ଼ ମାନଙ୍କୁ କ'ଣ କ'ଣ ଦିଆଯାଉନି ଏଟା ଭଲ ଭାବରେ ଜାଣିଛନ୍ତି ହୋମଗାର୍ଡ଼ କ'ଣ କ'ଣ ପାଇବା ଉଚିତ ଆପଣ ଭଲ ଭାବରେ ଜାଣିଛନ୍ତି होमगार्ड मानकर संघ अच्छी कि नहीं आप भल भाव जानते से संघ करेंगे कि नहीं आप भल भाव जानते से मुझे भिक मागुची पुणी थे हाथ जोड़िक अनुरोध करुँच आप गोड़ तले पड़ुची आपण 2 दिन भितर मो होमगार्ड 20,000 होमगार्ड परिवार हस खुशी मत फेर दिंतु मो चाकरी खंड फेर दिंतु मो पुओ झील मो बापा माँ हस खुशी मत फेर दिंतु आ काली संध्या 7टा पर आपण मत दोष देवेनि मो भारी जिदिया मो 20,000 पिलांकर खुशी न फेरैले आपण जानिचंती सबुठार बड़ खुशी होची गोटे मनीष ता पुओ ता झील ता पिला छुआ मो पिला छुआ हस खुशी नहीं माने मु का परिवार हस खुशी देखा देविनी आपण 20,000 परिवार हस खुशी फेरई दिंतु मु आपण हस खुशी फेरई देवी नमस्कार पुणी आपण गोड़ धरिकी निवेदन करुच्ची मो 20,000 परिवार 20,000 होमगार्ड परिवार आ रंजन मल्लिक परिवार हस खुशी फेरई दिंतु नमस्कार सर।